से मते बाध्य କରୁଛନ୍ତି ଖ୍ରୀଷ୍ଟିଆନ ହେବାକୁ। ରହିବା ପାଇଁ ଚାହୁଁଥିଲି, ସେଥିପାଇଁ ମୋ ମାଙ୍କ ନାଁରେ ମୁଁ ଏମିତି ମିଛ କହିଛି। ସମସ୍ତଙ୍କୁ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ତେବେ ପ୍ରିୟ ବନ୍ଧୁଗଣ, ଗୋଟିଏ ଝିଅ ପ୍ରେମ ପାଇଁ ପୁରା ଖ୍ରୀଷ୍ଟିଆନିଟିକୁ ବଦନାମ କରିଦେଲା। ନିଜର ପ୍ରେମକୁ ପାଇବା ପାଇଁ, ଜାଗତିକ ପ୍ରେମକୁ ପାଇବା ପାଇଁ ପୁରା ଓଡ଼ିଶାବାସୀଙ୍କୁ କ'ଣ କଲା, ପୁରା ବୋକା ବନେଇ ଦେଲା ଆଉ ଖ୍ରୀଷ୍ଟିଆନିଟିକୁ ବଦନାମ କରିଦେଲା। ମା ବାପାଙ୍କ ଠାରୁ ମୁଁ ହଜି ଯାଇଥିଲି। ତାପରେ ମତେ ଜଣେ ପଶିବେ ବୋଲିକି ମତେ ସେଠୁ ନେଇ ଆସିଲେ। ଆଉ ଏଠି ଏବେ ବହୁତ କଷ୍ଟ ଦଉଛନ୍ତି, ବହୁତ ଅତ୍ୟାଚାର ବି କରୁଛନ୍ତି। ମୁଁ ଓଡିଶାକୁ ଫେରି ଯିବା ପାଇଁ ଚାହୁଁଛି। ସେ ମତେ ବାଧ୍ୟ କରୁଛନ୍ତି ଖ୍ରୀଷ୍ଟିଆନ ହେବାକୁ। ଆଉ ମୁଁ ସେଥିରେ ରାଜି ନହେଲେ ମତେ ବହୁତ ଅତ୍ୟାଚାର କରୁଛନ୍ତି। ମତେ ଏଠି ଲୋକ ଦିଥର ମୋ ଜୀବନ ନେବା ପାଇଁ ଚେଷ୍ଟା କଲାନି ଆଉ ମତେ ବହୁତ ଅତ୍ୟାଚାର କରୁଛନ୍ତି। ଯୀଶୁଙ୍କ ନାମକୁ ପୁରା ବଦନାମ କରିକି ରଖିଦେଲା। ତେବେ ଏଇ ନ୍ୟୁଜ୍ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବା ମିଡ଼ିଆରେ ପୁରା ଭାଇରାଲ ହେବାରେ ଲାଗିଛି। ଆଉ ସେଇ ଝିଅଟି କାହିଁକି ଏମିତି କଲା, ୟା ପଛରେ ଆଉ ଗୋଟେ ବି ବଡ଼ କାରଣ ଅଛି। ଆଉ ସେଇ ଭିଡ଼ିଓ ମୁଁ ଆସନ୍ତାକାଲି ଯଦି ସମ୍ଭବ ହୁଏ, ଆସନ୍ତାକାଲି ସେ ଭିଡ଼ିଓ ମୁଁ ଆଣିବି। ୟା ପଛରେ ଆଉ ଗୋଟେ ବି ବଡ଼ କାରଣ ରହିଅଛି। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଅନ୍ଧଭକ୍ତମାନେ ବା ଖ୍ରୀଷ୍ଟିଆନ ବିରୋଧୀମାନେ ସେମାନେ ଭାବନ୍ତି ନୁହଁ, ସେମାନେ ଦାବି କରନ୍ତି ଯେ ଖ୍ରୀଷ୍ଟିଆନ ଲୋକମାନେ ଟଙ୍କା ଦେଖେଇକି, ଡରେଇ ଧମକେଇକି ସେମାନେ ଖ୍ରୀଷ୍ଟିଆନ କରିଦେଉଛନ୍ତି। କାରଣ ଏଇ ଝିଅଟି ଯେତେବେଳେ ଭିଡ଼ିଓ ତିଆରି କଲା, ପ୍ରଥମ ଭିଡ଼ିଓରେ ସେ କହିଥିଲା ଯେ ମୁଁ ଆମେରିକା ଅଛି, ଏଠି ମୋର ପାଳିତ ପିତାମାତା ଆଉ ମୋତେ କ'ଣ କରୁଛନ୍ତି, ନିର୍ଯାତନା ଦେଉଛନ୍ତି, ଜବରଦସ୍ତ ମୋତେ ଖ୍ରୀଷ୍ଟିଆନ କରାଉଛନ୍ତି। ଏମିତି ଏକ ଭିଡ଼ିଓ ସେ ତିଆରି କରିଥିଲା। ଆଉ ଏ ଝିଅଟି ଯାଇଥିଲା 2018 ମସିହାରୁ, ଏବେ ହେଲାଣି 2025 ମସିହା। ଆଉ ବର୍ତ୍ତମାନ ସେ ଓଡ଼ିଶାକୁ ଫେରି ଆସିକି ସେ ଷ୍ଟେଟମେଣ୍ଟ ଦେଉଛି କ'ଣ, ଯେ ମୋତେ ସେଠି ନିର୍ଯାତନା ଦିଆ ହେଉନଥିଲା। ମୁଁ ପ୍ରଥମ ଭିଡ଼ିଓରେ ଯାହା କହିଥିଲି ସବୁ ମିଛ କହିଥିଲି। ମୁଁ ନିର୍ଯାତିତ ହେଉଛି ବୋଲି ମୁଁ ଆସିନାହିଁ, ବରଂ ମୁଁ ମୋ ପ୍ରେମ ପାଇଁ ମୁଁ ଆସିଛି। ମୁଁ କହୁଛି କି ମୋ ମା ମତେ, ମୁଁ ଯାହା ବି କହିଛି ସେ ଭିଡ଼ିଓ ସବୁ ମିଛ କହିଥିଲି। ଆଉ ମୋ ମା ମତେ ଫୋର୍ସ କରିନାହାନ୍ତି, ଟର୍ଚର କରିନାହାନ୍ତି, ଅବ୍ୟୁଜ କରିନାହାନ୍ତି। ମୁଁ ଯାହା ବି କରିଛି ମୁଁ ଓଡ଼ିଶା ଆସିବା ପାଇଁ କରିଛି। ଆଉ ମୁଁ ନିଜ ଇଚ୍ଛାରେ ରହିବା ପାଇଁ ଚାହୁଁଥିଲି, ସେଥିପାଇଁ ମୋ ମାଙ୍କ ନାଁରେ ମୁଁ ଏମିତି ମିଛ କହିଛି। ଆଜି କ'ଣ ଘଟଣା ଘଟିଲା ସେଇଠି? ନା କିଛି ବି ହେଇନି। ମୋ ମାଙ୍କ ସହ ମୋ ମା ମତେ କିଛି ବି ଫୋର୍ସ କରିନାହାନ୍ତି। ବାସ୍ ମୁଁ କହୁଛି କି ସେ ମୋ ବାବାଙ୍କୁ ମୋ ମାଙ୍କୁ ଛାଡ଼ି ଦିଅନ୍ତୁ, ତାକୁ ଟିକେ ସାହାଯ୍ୟ କରନ୍ତୁ। ସେ ଏବେ ବହୁତ ଟ୍ରବଲ୍ ଅଛନ୍ତି। କୋଉ ମା କଥା କହୁଛ? ଯୋଉ ମା ଆମେରିକାରେ ଅଛନ୍ତି। ଓକେ, ଆପଣ ସେ ଯୋଉ ଭିଡ଼ିଓ କରିଥିଲେ ତ ଆପଣ ନିଜେ ହିଁ ସୁଟ୍ କରିଥିଲେ ନା? ହଁ ମୁଁ ଜାଣିଛି, ମୁଁ ଓଡ଼ିଶା ଆସିବା ପାଇଁ ଚାହୁଁଥିଲି, ସେଥିପାଇଁ ମୁଁ ଏମିତି କରିଛି। ଆଚ୍ଛା, କ'ଣ ପାଇଁ ଓଡ଼ିଶା ଆସିବା ପାଇଁ ଚାହୁଁଥିଲ? ମୁଁ ନିଜ ଇଚ୍ଛାରେ ରହିବା ପାଇଁ ଚାହୁଁଥିଲି, ମୋ ମାଙ୍କ ସହ ନୁହଁ। ମୋ ମା ଭଲ, ମତେ ସବୁ କିଛି ଦେଇଛନ୍ତି, ମୁଁ ମାଗିଛି। କିନ୍ତୁ ମତେ ଏମିତି ଟର୍ଚର କି ମତେ ମାରିବା ପାଇଁ ବି ଚେଷ୍ଟା କରିନାହାନ୍ତି ମୋ ମା। କେହି ନଥିଲେ, ମୁଁ ଏମିତି ବନେଇଥିଲି। ମୁଁ ଓଡ଼ିଶା ଆସିବା ପାଇଁ ଚାହୁଁଥିଲି। ନା, ସେତେବେଳେ ମୁଁ ଯାଇଥିଲି ଆମେରିକାକୁ, ଯେ ମୁଁ ଭାବିଲି ବୁଲିକି ଆସିବି। ଆଉ ମତେ ଭଲ ଲାଗିଲାନି ଆମେରିକା ସେଇ ଲାଇଫଷ୍ଟାଇଲ। ମୁଁ ଅମର ପାଖରେ ରହିବି। ହଁ, ମୁଁ ତାକୁ ଭାଇକି ତା ସହିତ ରହିବି। ହଁ, କହିଛି। ଯେହେତୁ ରାଜି ନଥିଲେ, ସେ ମତେ ବାରମ୍ବାର ମନା କରିଥିଲେ ଯେ ତା ସହିତ କଥା ହଉନି ବୋଲିକି, ତଥାପି ମୁଁ କଥା ହଉଥିଲି ତା ସହ। ଅମର ବୋଲି ଗୋଟେ ପିଲାକୁ ଭଲ ପାଉଛି, ତା ସହିତ ସାରା ଜୀବନ ମୁଁ ବିତେଇବି। ଆଉ ସେଥିପାଇଁ ମୁଁ ଭାରତ ଆସିଛି ବା ଓଡ଼ିଶା ଆସିଛି। ଟିକେ ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଏଇ ଝିଅକୁ ଟିକେ ଲକ୍ଷ୍ୟ କରନ୍ତୁ। ମାନେ ଝିଅ ହେଉଛି କେତେ ଡେଞ୍ଜର, ଟିକେ ଲକ୍ଷ୍ୟ କରନ୍ତୁ। ନିଜର ପ୍ରେମକୁ ପାଇବା ପାଇଁ ଏମିତି ଗୋଟେ ମିଛ ଭିଡ଼ିଓ ବନେଇଲା। ସେ ଭିଡ଼ିଓ ଯଦି ଆପଣ ବି ଦେଖିବେ ନାହିଁ କି, ଆପଣ କହିବେ ହଁ ସତରେ ବୋଧେ ଏଇ ଝିଅକୁ ବହୁତ ନିର୍ଯାତନା ଦିଆହେଇଛି।
ଅନେକ ଖ୍ରୀଷ୍ଟିଆନ ବିରୋଧୀମାନେ ତପି ମିଶ୍ର ଭଳିଆ ଅନେକ ଜାରଜମାନେ ଆଉ ସେମାନେ ତ ଭାବିଥିଲେ ଯେ ଯାହା ହଉ ଆମକୁ ଏଥର ଗୋଟେ ପ୍ରମାଣ ମିଳିଗଲା ଯେ ଧର୍ମ ପରିବର୍ତ୍ତନ ହେଉଛି ବୋଲି। କାରଣ ମୁଁ ବି ଆଗରୁ କହିଥିଲି ଧର୍ମ ପରିବର୍ତ୍ତନର କୌଣସି ପ୍ରମାଣ ହିଁ ନାହିଁ। ଆଉ ସେମାନେ ଭାବିଥିଲେ ଧର୍ମ ପରିବର୍ତ୍ତନ ଗୋଟେ ପ୍ରମାଣ ମିଳିଗଲା, ମାନେ ବହୁତ ଖୁସିରେ ସେମାନେ ଥିଲେ। କିନ୍ତୁ ପ୍ରିୟ ବନ୍ଧୁଗଣ, ସେମାନେ ଯେଉଁ ଖୁସିଟା ଏକାଥରକେ ଦୁଃଖରେ ପରିଣତ ହୋଇଗଲା। ସେମାନେ ଯେଉଁ ଡେଉଁଥିଲେ, ଏତେ ଉଛୁଳୁଥିଲେ ଯେ ଖ୍ରୀଷ୍ଟିଆନ ଲୋକମାନେ ଦେଖ ଧର୍ମ ପରିବର୍ତ୍ତନ କରୁଛନ୍ତି ଡରେଇକି ଧମକେଇକି। ଯେତେବେଳେ ଏଇ ଝିଅ ଆସିକି ଷ୍ଟେଟମେଣ୍ଟ ଦେଲା ଯେ ନାଇଁ ମୋତେ ସେଠି କୌଣସି ରୂପରେ ନିର୍ଯାତନା ଦିଆ ହେଉନଥିଲା ଆଉ ମୋତେ କୌଣସି ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାହେଉନଥିଲା, ମୁଁ ନିର୍ଯାତିତ ହେଉଛି ବୋଲି ମୁଁ ଆସିନି, ବରଂ ମୁଁ ମୋ ପ୍ରେମ ପାଇଁ ଆସିଛି। ଆମେରିକାର ଗୋଟେ ଝିଅ ନିଜର ପ୍ରେମ ପାଇଁ, ମାନେ ଓଡ଼ିଶାକୁ ଫେରିବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ନାମକୁ ବଦନାମ କରି ରଖିଦେଲା, ଖ୍ରୀଷ୍ଟିଆନିଟିକୁ ବଦନାମ କରିଦେଲା। ଆଉ ସମସ୍ତେ ଭାବୁଥିଲେ ଯେ ହଁ ଆମେରିକାରେ ଏମିତି ହେଉଥିବ। କେବଳ ସେତିକି ନୁହେଁ, ଆମେରିକା ଦେଶକୁ ମଧ୍ୟ ଇଏ ବଦନାମ କରିଦେଲା। ଆଉ ମୁଁ ତ କହୁଛି ଯଦି ଇଏ ଫେରିଯିବାକୁ ଚାହିଁବ ନିଜର ପିତାମାତା ପାଖକୁ, ବାହାଘର ପରେ ଯଦି ତାକୁ ବି ସେଠି ଶାନ୍ତି ଲାଗିବ ନାହିଁ, ଯଦି ସେ ଚାହିଁବ ନାଇଁ ମୁଁ ଆମେରିକା ଫେରିଯିବି, ସେ ଯାଇକି ସେଠି ତା'ର ପାଳିତ ପିତାମାତାଙ୍କୁ କେମିତି ମୁହଁ ଦେଖେଇବ? ଯଦି ୟା ମୁହଁରେ ଟିକେ ଲାଜ ଥିବ, ଏ ଝିଅ ମୁହଁରେ, ତେବେ ଇଏ ବିଲକୁଲ ଯିବ ନାହିଁ। ଦୁଃଖ ହେଉ କଷ୍ଟ ହେଉ ନିଜର ଜୀବନ ସାଥୀ ସହିତ ଜୀବନ ବିତେଇବ। ଆଉ ଯଦି ୟା ମୁହଁରେ ଟିକେ ଲାଜ ଯଦି ନଥିବ ୟା ମୁହଁରେ, ତେବେ ପୁଣି ଥରେ ଆମେରିକା ଯାଇକି କ'ଣ କରିବ? ସେଠି ରହିବ। ଆଉ ବର୍ତ୍ତମାନ ଓଡ଼ିଶାବାସୀ ଚାହୁଁଛନ୍ତି ଏଇ ଝିଅଟି କ୍ଷମା ମାଗୁ। ବାସ୍ତବରେ ସତ କଥା, ଓଡ଼ିଶାବାସୀଙ୍କୁ ଇଏ ଯେଉଁ ଭୁଆଁ ବୁଲେଇଛି, ସରକାରଙ୍କୁ ଏଇ ଯେଉଁ ଭୁଆଁ ବୁଲେଇଛି, ଇଏ ସରକାରଙ୍କୁ ତା ସହିତ ଓଡ଼ିଶାବାସୀଙ୍କୁ ଇଏ କ୍ଷମା ମାଗିବା ଦରକାର। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଖବର ଆସିନି କ୍ଷମା ମାଗିଲା କି ମାଗିଲାନି, କୌଣସି ଖବର ଆସିନି। ତେବେ ପ୍ରିୟ ବନ୍ଧୁଗଣ, ଏ ଝିଅକୁ ନେଇକି ଆପଣ କ'ଣ ଭାବୁଛନ୍ତି? କମେଣ୍ଟ କରି ନିଶ୍ଚିନ୍ତ ଜଣାନ୍ତୁ। ଲାଷ୍ଟରେ ଗୋଟେ କଥା କହି ମୁଁ ଶେଷ କରିବି ଯେ ତପି ମିଶ୍ର ଭଳିଆ ଅନେକ ଜାରଜ ଅଛନ୍ତି ଯେଉଁମାନେ କି ଖ୍ରୀଷ୍ଟିଆନିଟିକୁ ନିନ୍ଦା କରନ୍ତି, ମିଛ ଆରୋପ ସବୁ ଲଗାନ୍ତି। ଆଉ ସେଇଭଳିଆ ଜାରଜମାନେ ଏମିତି ଭୁକି ହେଉଥିବେ ପଛେ, କିନ୍ତୁ ପ୍ରମାଣ କରିପାରିବେ ନାହିଁ ଯେ ଖ୍ରୀଷ୍ଟିଆନମାନେ ଟଙ୍କା ଦେଇକି ଧର୍ମ ପରିବର୍ତ୍ତନ କରାଉଛନ୍ତି କି ଟଙ୍କା ନେଇକି ଧର୍ମ ପରିବର୍ତ୍ତନ କରାଉଛନ୍ତି। ଏମାନେ କେବେ ବି ପ୍ରମାଣ କରିପାରିବେ ନାହିଁ। ଏମାନେ କ'ଣ, ଏମାନଙ୍କର ଯଦି 14 ପୁରୁଷ ଆସିବେ, 14 ପୁରୁଷ ଆସିଲେ ମଧ୍ୟ ଧର୍ମ ପରିବର୍ତ୍ତନ ହେଉଛି ଟଙ୍କା ଦେଇକି ଚାଉଳ ଦେଇକି, ଏମାନେ ପ୍ରମାଣ କରିପାରିବେ ନାହିଁ, କରିପାରି ନାହାନ୍ତି କିମ୍ବା ପ୍ରମାଣ କରିପାରିବେ ନାହିଁ। ସମସ୍ତ ନମସ୍କାର। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ।